ସମୟ କେବଳ ଘଣ୍ଟା ମିନିଟ୍ ନୁହେଁ, ଏହା ଜୀବନରେ ଏମିତି ଏକ ଶିକ୍ଷକ ଯାହା ଅନୁଭବ ମାଧ୍ୟମରେ ଆମକୁ ଶିଖାଏ। ଆମେ ଜୀବନରେ ଯେତେବେଳେ ଅନ୍ଧାର ରୂପୀ ବିପଦ, ଦୁଃଖ, ବିଫଳତା ମଧ୍ୟରେ ପଡ଼ିଯାଉଛୁ, ସମୟ ଆସ୍ତେ ଆସ୍ତେ ଆମକୁ ବୁଝାଏ କିଏ ସତ୍ୟ, କିଏ ମିଥ୍ୟା, କ'ଣ ଠିକ୍, କ'ଣ ଭୁଲ। ଅନ୍ଧାର ମାନେ ଜୀବନର କଷ୍ଟ ଓ ଦୁଃଖ। ଏହି ଅନ୍ଧାର ଭିତରେ ସମୟ ଆମକୁ ଆଲୋକ ଦେଖାଏ, ଅର୍ଥାତ୍ ଆଶା, ଜ୍ଞାନ ଓ ଶିକ୍ଷା ଦିଏ। ଯେଉଁ ଦୁଃଖ ଆଜି ଦେଖୁଛୁ, ସେହି ଦୁଃଖ କେବେ ଆମ ପାଇଁ ଶିକ୍ଷା ଓ ଶକ୍ତି ହେବ। ସମୟ କେବେ ମିଥ୍ୟା କହେ ନାହିଁ, ସେ ସତ କଥା ଶିଖାଏ। ବିପଦ ମଧ୍ୟରେ ମଧ୍ୟ ଆଶା ଓ ଆଲୋକ ଦେଖାଏ। ସେ କେବେ କଠିନ ହୋଇ ଆସେ, କେବେ ନିର୍ମମ, କିନ୍ତୁ ଅନ୍ତେ ଆମକୁ ତାର ଅମୂଲ୍ୟ ଶିକ୍ଷା ଦିଏ। ବ୍ୟସ୍ତ ଜୀବନରେ ଯେତେବେଳେ ଆମେ ଆଶା ହରାଇ ଦେଉ, ନିଜକୁ ଏକା ଭାବୁ, ସମୟ ତେବେ ମନେ ପକାଏ ଯେ ଏହି ଦୁଃଖ ସଦାସ୍ଥାୟୀ ନୁହଁ। ଯିଏ ଧୈର୍ଯ୍ୟ ଧରି ସମୟ ପ୍ରତି ଆଶା ରଖେ, ସେ ନିଶ୍ଚିତ ଭାବେ ଜୀବନରେ ଆଲୋକ ଦେଖିପାରେ। ବିପଦ ଓ ବିଫଳତା ଏଗୁଡ଼ିକ ହେଉଛି ସମୟ ଦ୍ୱାରା ଦିଆଯାଉଥିବା ପରୀକ୍ଷା। ଏହି ପରୀକ୍ଷାରେ ଯିଏ ଟିକିପାରିବ, ସେ ଅନ୍ତରେ ଶକ୍ତି, ଜ୍ଞାନ ଓ ଜୀବନର ସତ୍ୟକୁ ବୁଝିପାରିବ।